ଆମମାନଙ୍କର ପରିଚାଳକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ପ୍ରତ୍ୟେକଙ୍କୁ ମୋର ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର। ଆଜି ଆମମାନଙ୍କର ପ୍ରିୟ ପ୍ରଭୁଙ୍କର ଦାସ ରେଭରେଣ୍ଡ ଶାନ୍ତମୂର୍ତ୍ତି ବର୍ଦ୍ଧନ ପ୍ରଭୁଙ୍କର କୋଳକୁ ସେ ଯାଇଅଛନ୍ତି। ତାଙ୍କର ବିୟୋଗ ସକାଶେ ଆମେ ସମସ୍ତେ ଦୁଃଖିତ ମର୍ମାହତ। ଆମେ ବର୍ତ୍ତମାନ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରି ତାଙ୍କର ମରଶରୀରକୁ ଆମେ କବର କରିବା ପାଇଁ ଆମେ ସମସ୍ତେ ଏଠାରେ ସମବେତ ହୋଇଅଛୁ। ଏହି ଅବସରରେ ଉତ୍କଳ ବାପ୍ତିଷ୍ଟ ମଣ୍ଡଳୀ ସମ୍ମିଳନୀ ଅନ୍ତର୍ଗତ ସମସ୍ତ ମଣ୍ଡଳୀର ପାଳକ ବନ୍ଧୁମାନେ ଯେଉଁମାନେ ଉପସ୍ଥିତ ଅଛନ୍ତି ଏବଂ ଶାଖା ମଣ୍ଡଳୀର ଚାଳକଗଣ ଯେଉଁମାନେ ଉପସ୍ଥିତ ଅଛନ୍ତି ଏବଂ ବିଭିନ୍ନ ସ୍ଥାନରୁ ଆସିଥିବା ମିଶନାରୀ ପାଳକମାନେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଆମେ ସ୍ୱାଗତ ସମ୍ବର୍ଦ୍ଧନା ଜଣା କରୁଛୁ। ବିଭିନ୍ନ ମଣ୍ଡଳୀରୁ ଡିକନ ମହାଶୟମାନେ ମଧ୍ୟ ଉପସ୍ଥିତ ଅଛନ୍ତି, ସେମାନଙ୍କୁ ଆମେ ଆଉ ସ୍ୱାଗତ ସମ୍ବର୍ଦ୍ଧନା ଜଣା କରୁଛୁ, ବିଶେଷ କରି ଆହ୍ୱାନ କରୁଛୁ। ଆଉ ଦୟାପୂର୍ବକ ସ୍ଥାନକୁ ଆସିବେ, ଉପସ୍ଥିତ ହେବେ। ଆମେ ଆପଣମାନଙ୍କର ଉପସ୍ଥିତି କାମନା କରୁଛୁ। ସେଠି ସଙ୍ଗେ ସଙ୍ଗେ ଆମେ ବିଶେଷ କରି ଅନୁରୋଧ କରୁଛୁ ଏ ସ୍ଥାନରେ ଉଭା ହୋଇଥିବା ମା ମାନେ ଦୟାପୂର୍ବକ ଟିକେ ବସିଯାଆନ୍ତୁ। ଆମେ ସମସ୍ତେ ଆଉ ପ୍ରାର୍ଥନାର ସହିତ କାର୍ଯ୍ୟକ୍ରମଟିକୁ ଆମେ ଆରମ୍ଭ କରିବା ପାଇଁ ଯିବା। ଆମେ ବର୍ତ୍ତମାନ ଶୃଙ୍ଖଳତା ରକ୍ଷା କରିବା। ସେଠି ସଙ୍ଗେ ସଙ୍ଗେ ଆମମାନଙ୍କର ଗହଳରେ ପ୍ରଫେସର ରାଜପତି ପାଣି ଏବଂ ଡାଇରେକ୍ଟର ଡେଭିଡ ଲିମା ମହାଶୟ ମଧ୍ୟ ଉପସ୍ଥିତ ଅଛନ୍ତି। ସେମାନଙ୍କୁ ମଧ୍ୟ ଆମେ ସ୍ୱାଗତ ସମ୍ବର୍ଦ୍ଧନା ଜଣା କରୁଛୁ, ଆହ୍ୱାନ କରୁଛୁ। ଦୟାପୂର୍ବକ ଆସିବେ ଏବଂ ଆମମାନଙ୍କର ଗହଳରେ ଉପସ୍ଥିତି ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିବେ। ଆମେ ବର୍ତ୍ତମାନ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। କାର୍ଯ୍ୟକ୍ରମଟିକୁ ଆମେ ଆରମ୍ଭ କରିବା। ଆମମାନଙ୍କର ମଧ୍ୟରେ ଶତାବ୍ଦୀ ରାୟଗଡ଼ ବାପ୍ତିଷ୍ଟ ମଣ୍ଡଳୀର ଡିକନ ଶ୍ରୀ ନଅସଂସାଲ ସିଂ ମହାଶୟ ଉପସ୍ଥିତ ଅଛନ୍ତି। ସେ ସର୍ବପ୍ରଥମରେ ପ୍ରାର୍ଥନା ଉତ୍ସର୍ଗ କରିବେ। ତାଙ୍କର ପ୍ରାର୍ଥନାର ସହିତ କାର୍ଯ୍ୟକ୍ରମଟିକୁ ଆମେ ଆରମ୍ଭ କରିବା ପାଇଁ ଯିବା। ପ୍ରତ୍ୟେକଙ୍କୁ ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। କଟକ ମଣ୍ଡଳୀର ନିର୍ମାଣ ରାଷ୍ଟ୍ର ମହାସଂଘ ଆସି ଆସନ ଗ୍ରହଣ କରନ୍ତୁ। ତତ୍ସହିତ ସୁରତ ରାଷ୍ଟ୍ରପତି ଅଛନ୍ତି, ସେ ମହାସଂଘ ଆସିଥାନ୍ତୁ। ବର୍ତ୍ତମାନ ଆମେ ପ୍ରାର୍ଥନା କରିବା, ସୃଷ୍ଟି ହେବା ପ୍ରାର୍ଥନା କରିବା। ଆମ୍ଭମାନଙ୍କର ଜୀବନର ସୁରକ୍ଷା ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର, ପବିତ୍ର ଆତ୍ମା ପରମେଶ୍ୱର, ତେଣୁ ମନୁଷ୍ୟକୁ ସୃଷ୍ଟି କରି ମନୁଷ୍ୟର କର୍ମ ନେବା ପରମେଶ୍ୱର ମହାନ ଧନ୍ୟବାଦ ପ୍ରଜା। ତୋର ଦାସକୁ ଜଗତ ମଧ୍ୟ ଜନ୍ମ ଗ୍ରହଣ କରିବା ପାଇଁ ସାହାଯ୍ୟ କର, ସୁଯୋଗ କର ପ୍ରଭୁ। ଉତ୍ସାହ ଯୋଜନା ଅନୁସାରେ ପ୍ରଭୁ ଜଗତ ମଧ୍ୟରେ ଜୀବନ ଯାପନ କରୁ କରୁ ପ୍ରଭୁ ଦେବା ଅନୁଗ୍ରହ କରି ସେମାନଙ୍କର କୋଳରେ ପୁତ୍ର ସନ୍ତାନମାନଙ୍କୁ ଦେଲ। ଧନ୍ୟବାଦ ରାଜା। ସେମାନଙ୍କୁ ତୁମେ ଆଶୀର୍ବାଦ କରି ଆଣିଲ ପ୍ରଭୁ। ତୁମ ଯୋଜନା ଅନୁସାରେ ତୁମ ସଂକଳ୍ପ ଅନୁସାରେ ପ୍ରଭୁ ଜଗତ ମଧ୍ୟରେ ଜୀବନ ଯାପନ କରୁ କରୁ ତୁମର ସେବାରେ ଜୀବନ ଯାପନ କରୁ କରୁ ତୁମର ଅନୁଗ୍ରହ ପ୍ରଭୁ ଜୀବନ ଯାପନ କରୁ କରୁ ତୁମର ଯୋଜନା ଅନୁସାରେ ପ୍ରଭୁ ତୁମର ଦାସକୁ ତୁମର କୋଳକୁ ନେଇଗଲ ପ୍ରଭୁ। ଏଥିରେ ପ୍ରୟୋଗରେ ସମସ୍ତେ ଦୁଃଖିତ ମର୍ମାହିତ ଦୈର୍ଯ୍ୟ ଭାବେ ଦୁଃଖ ଭାସି ଯାଇଛନ୍ତି। ହିଂସା କେମିତି ସନ୍ତାନ ପରମେଶ୍ୱର ଜଗତ ଯେପରି ଶାନ୍ତି ଦେଉଛି ତୁମ ନିଜର ଶାନ୍ତି ଏମାନଙ୍କ ପରିବାର ଦିଅ, ସେମାନଙ୍କ ପୁତ୍ର ସନ୍ତାନମାନଙ୍କୁ ଦିଅ, ସେମାନଙ୍କ ବହୁ ନାତି ନାତୁଣୀ ପ୍ରତ୍ୟେକଙ୍କୁ ସେ ସ୍ୱର୍ଗୀୟ ଶାନ୍ତିରେ ପରିପୂର୍ଣ୍ଣ କର। ବର୍ତ୍ତମାନ ସମୟରେ ମରଶରୀରକୁ ଆମେ ସମାଜ ତ୍ୟାଗ କରିବା ପୂର୍ବରୁ ପ୍ରଭୁ କିଛି ଉପାସନା କାର୍ଯ୍ୟ କରିବାକୁ ଯାଉଛୁ। ଏହି ସମସ୍ତ କାର୍ଯ୍ୟ ତୁମର ହସ୍ତରକୁ ନିକଟ ତୁମ ସେ ଆତ୍ମାଙ୍କ ସହାୟତାରେ ସମସ୍ତ କାର୍ଯ୍ୟ ତୁମ ଦାସଙ୍କ ଦ୍ୱାରା ପରିଚାଳନା କର ପ୍ରଭୁ। ଯେଉଁ ସମସ୍ତ କାର୍ଯ୍ୟ କରି ତୁମର ଉପସ୍ଥିତିରେ ସମସ୍ତ କାର୍ଯ୍ୟ କରି ତୁମର ମହିମା ପ୍ରକାଶିତ କରିପାରିବି। ମାଗୁଛନ୍ତି ତୁମକୁ ସେ ସ୍ୱର୍ଗୀୟ ଶାନ୍ତିରେ ପରିପୂର୍ଣ୍ଣ କର। ପୂଜା ପ୍ରଶଂସା ତୁମେ ପାଅ। ପ୍ରାର୍ଥନା ଶୁଣିତେ ଧନ୍ୟବାଦ ଦେଇ ପ୍ରାଣଟା ପ୍ରଭୁ ପ୍ରାର୍ଥନା ଦେଲି। ପ୍ରଭୁଙ୍କର ପବିତ୍ର ମହତ୍ ନାମର ଧନ୍ୟବାଦ ହଉ। ଆମେ ବର୍ତ୍ତମାନ ମିଳିମିଶି ଗୋଟେ ଗୀତ ଗାନ କରି ପ୍ରଭୁଙ୍କର ଗୌରବ କରିବା। ମୁହଁଇ ମୁହିଁ ନିରାଶ କଲେ କଲେ ଧୂଳି ଶୟନ ଇତ୍ୟାଦି ପଦ ଆମେ ସମସ୍ତେ ଜାଣିଛୁ। ଘୋଷା ପ୍ରଥମ 2 ପଦ ଏବଂ ଶେଷ ପଦ ଆମେ ମିଳିମିଶି ଗାନ କରିବା ଏବଂ ପ୍ରଭୁଙ୍କର ଗୌରବ କରିବା।